ସୃଷ୍ଟିର ଆରମ୍ଭରୁ ଯେତେବେଳେ ଧର୍ମ ଉପରେ ଅଧର୍ମର ଛାୟା ପଡ଼ିଯାଏ, ସେତେବେଳେ ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ନିଜ ଭକ୍ତଙ୍କ ରକ୍ଷା ପାଇଁ ଅବତାର ଗ୍ରହଣ କରନ୍ତି। ସତ୍ୟଯୁଗର ଏକ ଭୟଙ୍କର ସମୟ ଆସିଲା। ପୃଥିବୀ ସମୁଦ୍ର ଗର୍ଭରେ ବୁଡ଼ିଗଲା। ସମସ୍ତ ଲୋକ ଅନ୍ଧକାରରେ ବୁଡ଼ି ଯାଇଥିଲେ। ଦେବତାମାନେ ଭୟଭୀତ ହୋଇଯାଇଥିଲେ। ସେହି ସମୟରେ ଭଗବାନ ବିଷ୍ଣୁ ଏକ ଅଦ୍ଭୁତ ରୂପ ଧାରଣ କଲେ, ବରାହ ରୂପ। ତାକୁ ଆମେ ସମସ୍ତେ ବରାହ ଅବତାର ବୋଲି ଜାଣିଥାଉ। ଆଜିର ଏହି ଭିଡ଼ିଓରେ ଆମେ ବରାହ ଅବତାର ଉପରେ ଆଲୋଚନା କରିବା। ନମସ୍କାର ଦର୍ଶକ ବନ୍ଧୁ, ଆନନ୍ଦ ଟିଭିକୁ ମୁଁ ଆପଣଙ୍କୁ ହୃଦୟରୁ ସ୍ୱାଗତ ଜଣାଉଛି। ଯଦି ପ୍ରଥମ ଥର ପାଇଁ ଆପଣ ଆନନ୍ଦ ଟିଭିକୁ ଆସିଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଏ ଭିଡ଼ିଓଟି ଆପଣଙ୍କ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ। ଆରମ୍ଭ କରିବା ଆଜିର ଏହି ଭିଡ଼ିଓ। ଅନନ୍ତ ଆକାଶରୁ ମଧ୍ୟ ଉପରେ ଥିଲା ଏକ ଦିବ୍ୟ ଲୋକ, ବୈକୁଣ୍ଠ ଧାମ। ସେଠାରେ ଦୁଃଖ ନଥିଲା, ମୃତ୍ୟୁ ନଥିଲା, ଭୟ ନଥିଲା। ସେଠାରେ ସମସ୍ତେ ଭଗବାନ ବିଷ୍ଣୁଙ୍କ ଭକ୍ତିରେ ମଗ୍ନ ରହୁଥିଲେ। ସୁନାର ପ୍ରାସାଦ, ଚାରିଦିଗରେ ଦିବ୍ୟ ଆଲୋକ, ଗନ୍ଧର୍ଭମାନଙ୍କ ମଧୁର ସଙ୍ଗୀତ ଓ ମା ଲକ୍ଷ୍ମୀଙ୍କ କୃପାରେ ବୈକୁଣ୍ଠ ସଦା ସର୍ବଦା ଶାନ୍ତିମୟ ରହୁଥିଲା। ସେହି ବୈକୁଣ୍ଠର ମୁଖ୍ୟ ଦ୍ୱାରରେ ଥିଲେ ଦୁଇ ଜଣ ପରାକ୍ରମୀ ଦ୍ୱାରପାଳ, ଜୟ ଓ ବିଜୟ। ସେମାନେ ଭଗବାନ ବିଷ୍ଣୁଙ୍କ ପ୍ରତି ଅତ୍ୟନ୍ତ ଭକ୍ତିଶୀଳ ଥିଲେ। ସେମାନଙ୍କ କାମ ଥିଲା ବୈକୁଣ୍ଠକୁ ସୁରକ୍ଷା ଦେବା। ଏକ ଦିନ ଚାରିଜଣ ମହାନ ଋଷି ସନକ, ସନାତନ, ସନତ କୁମାର ଓ ସନନ୍ଦ ବୈକୁଣ୍ଠକୁ ଆସି ସେମାନେ ବ୍ରହ୍ମାଙ୍କ ମାନସ ପୁତ୍ର ଥିଲେ ଓ ଶିଶୁ ରୂପ ଧାରଣ କରି ଆସିଥିଲେ। କିନ୍ତୁ ସେମାନଙ୍କ ଜ୍ଞାନ ସମୁଦ୍ର ପରି ଅସୀମ ଥିଲା। ସେମାନେ ବିଷ୍ଣୁଙ୍କ ଦର୍ଶନ ପାଇଁ ଆଗକୁ ବଢ଼ିଲେ। ଜୟ ହଠାତ୍ କରି କହିଲେ, ରୁହନ୍ତୁ ପ୍ରଭୁ, ବର୍ତ୍ତମାନ ଭଗବାନ ବିଷ୍ଣୁ ବିଶ୍ରାମ କରୁଛନ୍ତି। ଆପଣମାନେ ଭିତରକୁ ଯାଇପାରିବେ ନାହିଁ। ଚାରିଜଣ ଋଷିକୁମାର ଆଶ୍ଚର୍ଯ୍ୟ ହୋଇଗଲେ। ସନକ ଋଷି କହିଲେ, ଆମେ ଭଗବାନ ବିଷ୍ଣୁଙ୍କ ଭକ୍ତ। ଭକ୍ତଙ୍କୁ ତୁମେ ଅଟକେଇ ପାରିବ କେମିତି? ଭଗବାନ ଭକ୍ତକୁ ସବୁବେଳେ ଦର୍ଶନ ଦେବାକୁ ବାଧ୍ୟ। ବିଜୟ କହିଲେ, ଆମେ କେବଳ ଆମ କର୍ତ୍ତବ୍ୟ କରୁଛୁ। ଋଷିମାନେ ବୁଝିଗଲେ ଯେ ଜୟ ଓ ବିଜୟଙ୍କ ମନରେ ଅହଙ୍କାର ଜନ୍ମ ନେଇଯାଇଛି। ସନତ କୁମାର କ୍ରୋଧରେ କହିଲେ, ତୁମେ ନିଜକୁ ବହୁତ ବଡ଼ ବୋଲି ଭାବୁଛ ନା? ଭକ୍ତଙ୍କୁ ଅପମାନ କରିଛ। ସେଥିପାଇଁ ମୁଁ ତମକୁ ଅଭିଶାପ ଦେଉଛି, ତମେମାନେ ମୃତ୍ୟୁ ଲୋକରେ ଜନ୍ମ ନେବ। ଏହି ଅଭିଶାପ ଶୁଣି ଜୟ ଓ ବିଜୟ କମ୍ପି ଉଠିଲେ। ଜୟ କହିଲେ, ମୁନିବର, ଆମକୁ କ୍ଷମା କରନ୍ତୁ, ଆମର ଭୁଲ ହୋଇଗଲା। ତତ୍କ୍ଷଣାତ୍ ସମଗ୍ର ବୈକୁଣ୍ଠ ଦିବ୍ୟାଲୋକରେ ଭରିଗଲା। ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଭଗବାନ ବିଷ୍ଣୁ ନିଜେ ପ୍ରକଟ କଲେ। ଭଗବାନ ବିଷ୍ଣୁଙ୍କୁ ଦେଖି ମୁନିବରମାନେ ନମସ୍କାର କଲେ। ମୁନିବରମାନଙ୍କୁ ଭଗବାନ ବିଷ୍ଣୁ ମଧ୍ୟ ପ୍ରତ୍ୟୁତ୍ତର ଦେଲେ, ମୁନିବରମାନେ, ମୋର ସେବକ ଭୁଲ କରିଛନ୍ତି, କିନ୍ତୁ ତୁମର ଅଭିଶାପ ବ୍ୟର୍ଥ ହେବ ନା। ପରେ ସେ ଜୟ ଓ ବିଜୟଙ୍କୁ କହିଲେ, ତୁମେ ଦୁଇଟି ପଥ ମଧ୍ୟରୁ ଗୋଟିଏ ଚୟନ କର। 7 ଜନ୍ମ ମୋର ଭକ୍ତ ହୋଇ ଜନ୍ମ ହେବ, କିମ୍ବା 3 ଜନ୍ମ ମୋର ଶତ୍ରୁ ଭାବେ ଜନ୍ମ ନେବ। ଜୟ ଓ ବିଜୟ ଭାବିଲେ, 7 ଜନ୍ମ ପ୍ରଭୁଙ୍କ ଠାରୁ ଦୂରେଇ ରହିବା ଅସମ୍ଭବ, ଅସହ୍ୟ। ବିଜୟ କହିଲେ, ପ୍ରଭୁ, ଆମେ 3 ଜନ୍ମ ଆପଣଙ୍କ ଶତ୍ରୁ ଭାବେ ଜନ୍ମ ନେବାକୁ ଚାହୁଁଛୁ, କିନ୍ତୁ ଶୀଘ୍ର ଆପଣଙ୍କ ପାଖକୁ ଫେରିବାକୁ ଚାହୁଁଛୁ। ଭଗବାନ ବିଷ୍ଣୁ ହସିକରି ତଥାସ୍ତୁ କହିଲେ। ତୁମେ ପୃଥିବୀରେ ଦୈତ୍ୟ ଭାବେ ଜନ୍ମ ନେବ, ଆଉ ମୁଁ ନିଜେ ତୁମର ମୁଖ୍ୟର କାରଣ ହେବି। ସତ୍ୟଯୁଗର ସମୟ। ମହାନ ଋଷି କଶ୍ୟପଙ୍କ ଆଶ୍ରମରେ ପ୍ରକୃତିର ସୌନ୍ଦର୍ଯ୍ୟରେ ଭରିଥିଲା। ଚାରିପଟେ ବଡ଼ ବଡ଼ ବୃକ୍ଷ, ପବିତ୍ର ନଦୀର ଜଳଧ୍ୱନି, ଋଷିମାନଙ୍କ ବେଦମନ୍ତ୍ର ଓ ଯଜ୍ଞର ସୁଗନ୍ଧରେ ସମଗ୍ର ପରିବେଶ ଦିବ୍ୟ ଲାଗୁଥିଲା। କଶ୍ୟପ ଋଷିଙ୍କର ଅନେକ ପତ୍ନୀ ଥିଲେ। ସେମାନଙ୍କ ମଧ୍ୟରୁ ଦିତି ଅତ୍ୟନ୍ତ ସୁନ୍ଦରୀ ଥିଲେ,
କିନ୍ତୁ ତାଙ୍କ ମନରେ ଦେବତାଙ୍କ ପ୍ରତି ଗଭୀର କ୍ରୋଧ ଥିଲା। କାରଣ ଦେବତାମାନେ ତାଙ୍କ ସନ୍ତାନଙ୍କୁ ଯୁଦ୍ଧରେ ବାରମ୍ବାର ପରାଜିତ କରୁଥିଲେ। ଏକ ସନ୍ଧ୍ୟା ଅବସ୍ଥାରେ ଦିତି ବହୁତ ଚିନ୍ତିତ ଅବସ୍ଥାରେ କଶ୍ୟପ ଋଷିଙ୍କ ପାଖକୁ ଆସିଲେ। ଦିତି କହିଲେ, ସ୍ୱାମୀ, ଦେବତାମାନେ ସବୁବେଳେ ମୋ ବଂଶକୁ ଅପମାନ କରୁଛନ୍ତି। ମୁଁ ଏମିତି ପୁଅ ଚାହୁଁଛି ଯେ ସମସ୍ତ ଦେବତାଙ୍କୁ ହରାଇ ପାରିବ। କଶ୍ୟପ ଋଷି ଶାନ୍ତ ଭାବେ ଦିତିଙ୍କ କଥା ଶୁଣିଲେ। ସେ ବୁଝିପାରୁଥିଲେ ଯେ ଦିତିଙ୍କ ମନର କ୍ରୋଧ ଓ ପ୍ରତିଶୋଧର ଭାବନା। କଶ୍ୟପ ଋଷି କହିଲେ, ଦିତି, କ୍ରୋଧରେ ନିଆଯାଇଥିବା ସିଦ୍ଧାନ୍ତ ସବୁବେଳେ ବିନାଶ ଆଣେ। ମନକୁ ଶାନ୍ତ କର। କିନ୍ତୁ ଦିତି ନିଜ ଇଚ୍ଛାରେ ବାନ୍ଧି ହୋଇ ରହିଲେ। ସମୟ ବିତିଗଲା। ଦିତି ଗର୍ଭବତୀ ହେଲେ। କିନ୍ତୁ ତାଙ୍କ ଗର୍ଭଧାରଣ ସମୟରେ ଚାରିଦିଗରେ ଅଶୁଭ ସଂକେତ ଦେଖାହେବା ଆରମ୍ଭ ହେଲା। ଆକାଶରେ ଭୟଙ୍କର ବଜ୍ରପାତ ହେଉଥିଲା। ପଶୁପକ୍ଷୀମାନେ ଅସ୍ଥିର ହେଉଥିଲେ। ନଦୀର ଜଳ ଅଶାନ୍ତ ହେଉଥିଲା। ଦେବତାମାନେ ଭୟଭୀତ ହୋଇ ବ୍ରହ୍ମାଙ୍କ ପାଖକୁ ଗଲେ। ଇନ୍ଦ୍ର କହିଲେ, ହେ ପିତାମହ, ଆମେ ଅଶୁଭ ସଂକେତ ଦେଖୁଛୁ। ଏହାର କାରଣ କ'ଣ? ବ୍ରହ୍ମା ଧ୍ୟାନରେ ବସିଲେ। କିଛି ସମୟ ପରେ ଆଖି ଖୋଲି କହିଲେ, ଦିତିଙ୍କ ଗର୍ଭରୁ 2 ଜଣ ମହାନ ଶକ୍ତିଶାଳୀ ଦୈତ୍ୟ ଜନ୍ମ ନେବେ। ସେମାନେ 3 ଲୋକରେ ଭୟ ସୃଷ୍ଟି କରିବେ। ସମୟ ଆସିଲା। ଦିତିଙ୍କର 2 ପୁଅ ଜନ୍ମ ହେଲେ, ହିରଣ୍ୟାକ୍ଷ ଓ ହିରଣ୍ୟକଶ୍ୟପ। ଜନ୍ମ ସମୟରେ ପୃଥିବୀ କମ୍ପି ଉଠିଲା। ଆକାଶରେ ଘୋର ମେଘ ଗର୍ଜନ କଲା। ସମସ୍ତ ଦିଗରେ ଅନ୍ଧକାର ଢାଙ୍କି ଦେଲା। 2 ଭାଇ ଛୋଟବେଳୁ ଅତ୍ୟନ୍ତ ପରାକ୍ରମୀ ଥିଲେ। ସେମାନଙ୍କ ଶରୀର ଲୁହା ପରି କଠିନ ଓ ଶକ୍ତ ପର୍ବତ ପରି ଥିଲା। କେହି ସେମାନଙ୍କ ସହ ସମାନ ହୋଇପାରୁନଥିଲେ। କିନ୍ତୁ ଶକ୍ତି ସହିତ ସେମାନଙ୍କର ଅହଙ୍କାର ମଧ୍ୟ ବଢ଼ିବାକୁ ଲାଗିଲା। ହିରଣ୍ୟକଶ୍ୟପ ବୁଦ୍ଧିମାନ ଓ ଚତୁର ଥିଲା। କିନ୍ତୁ ହିରଣ୍ୟାକ୍ଷ ବହୁତ ନିଷ୍ଠୁର ଓ ଯୁଦ୍ଧପ୍ରିୟ ଥିଲା। ଛୋଟବେଳୁ ସେ ଅସ୍ତ୍ରଶସ୍ତ୍ର ନେଇ ଖେଳୁଥିଲା। ଯୁଦ୍ଧ କରିବା ତାହାର ପସନ୍ଦ ଥିଲା। ସେ ସବୁବେଳେ କହୁଥିଲା, ମୁଁ ସମସ୍ତ ଦେବତାଙ୍କୁ ହରାଇଦେବି। 3 ଲୋକରେ କେବଳ ମୋର ହିଁ ରାଜ୍ୟ ଥିବ। ତାହାର ଭୟଙ୍କର ହାସ୍ୟରେ ଦୈତ୍ୟମାନେ କମ୍ପି ଉଠୁଥିଲେ। ଧୀରେ ଧୀରେ 2 ଭାଇ ବଡ଼ ହେଲେ। ସେମାନଙ୍କ ଶକ୍ତି ଏତେ ବଢ଼ିଗଲା ଯେ ସେ ଦେବତାମାନଙ୍କୁ ମଧ୍ୟ ହରାଇ ପାରିଥିଲେ। ସମୟ ବିତିବା ସହିତ ହିରଣ୍ୟାକ୍ଷ ଓ ହିରଣ୍ୟକଶ୍ୟପଙ୍କ ଶକ୍ତି 3 ଲୋକରେ ଚର୍ଚ୍ଚାର ବିଷୟ ହେଲା। କିନ୍ତୁ ସେମାନଙ୍କ ମଧ୍ୟରୁ ହିରଣ୍ୟାକ୍ଷର ନିଷ୍ଠୁରତା ସବୁଠୁ ଭୟଙ୍କର ଥିଲା। ତାର ଶରୀର ପର୍ବତ ପରି ବିଶାଳ, ଆଖି ଅଗ୍ନି ପରି ଲାଲ ଓ ହାତରେ ସଦା ରହୁଥିଲା ଏକ ଭୟଙ୍କର ଗଦା। ସେ ନିଜ ଶକ୍ତିରେ ଏତେ ଗର୍ବିତ ହୋଇ କରିଥିଲା ଯେ ସେ ନିଜକୁ ସମସ୍ତ ସୃଷ୍ଟିର ସ୍ୱାମୀ ବୋଲି ଭାବୁଥିଲା। ଏକ ଦିନ ସେ ନିଜର ରାଜ୍ୟସଭାରେ ବସି ଭୟଙ୍କର ଭାବେ ହସିକରି କହିଲା, ଦେବତାମାନେ ନିଜକୁ ବହୁତ ଶକ୍ତିଶାଳୀ ଭାବୁଛନ୍ତି। ଆଜି ମୁଁ ସେମାନଙ୍କୁ ଦେଖାଇବି ଅସଲ ଶକ୍ତି କାହାର। ତାପରେ ସେ ସ୍ୱର୍ଗ ଲୋକ ଉପରେ ଆକ୍ରମଣ କଲା। ଦେବତାମାନେ ହଠାତ୍ ଆକ୍ରମଣରେ ଭୟଭୀତ ହୋଇ ପଡ଼ିଲେ। ଇନ୍ଦ୍ର ନିଜ ବଜ୍ରକୁ ନେଇ ହିରଣ୍ୟାକ୍ଷ ସମ୍ମୁଖରେ ଆସିଲେ। ହେ ଇନ୍ଦ୍ର କହିଲେ, ଦୈତ୍ୟ, ସ୍ୱର୍ଗ ଦେବତାମାନଙ୍କର ଲୋକ, ତୁ ଏଠାରେ ବିନାଶ କରିପାରିବୁ ନାହିଁ। ହିରଣ୍ୟାକ୍ଷ ଜୋରରେ ହସିକରି କହିଲା, ଇନ୍ଦ୍ର, ତୁମେ ମୋତେ ରୋକିବ? ମୋର ଏକ ଆଘାତରେ ପର୍ବତ ଭାଙ୍ଗିଯାଏ। ଗଦା ଘୁମାଇଲା। ଭୟଙ୍କର ଆଘାତରେ ସ୍ୱର୍ଗ କମ୍ପି ଉଠିଲା। ଦେବତାମାନେ ଚାରିଦିଗରୁ ପଳାଇବାକୁ ଲାଗିଲେ। କିଛି ଦିନ ମଧ୍ୟରେ ହିରଣ୍ୟାକ୍ଷ ସ୍ୱର୍ଗ ଉପରେ ଅଧିକାର କରିନେଲା। ଦେବତାମାନେ ଲୁଚିକରି ରହିବାକୁ ବାଧ୍ୟ ହେଲେ। କିନ୍ତୁ ହିରଣ୍ୟାକ୍ଷର ଅହଙ୍କାର ଏଠାରେ ଥମିଲା ନାହିଁ। ସେ ଭାବିଲା, ଯେ ପର୍ଯ୍ୟନ୍ତ ପୃଥିବୀ ଓ ସୃଷ୍ଟି ଅଛି, ସେ ପର୍ଯ୍ୟନ୍ତ ଦେବତାମାନେ ପୁଣି ଶକ୍ତିଶାଳୀ ହୋଇପାରିବେ। ମୁଁ ସମଗ୍ର ପୃଥିବୀକୁ ନଷ୍ଟ କରିଦେବି। ସେ ନିଜ ଅସୁର ସେନାଙ୍କ ସହ ପୃଥିବୀକୁ ଆସିଲା। ପୃଥିବୀରେ ଆତଙ୍କ ଆରମ୍ଭ କଲା। ଋଷିମାନଙ୍କ ଆଶ୍ରମ ଧ୍ୱଂସ କରିବାକୁ ଲାଗିଲା। ଯଜ୍ଞ ବନ୍ଦ ହୋଇଗଲା। ଲୋକମାନେ ଭୟରେ କାନ୍ଦିବାକୁ ଲାଗିଲେ।
ତାପରେ ହିରଣ୍ୟାକ୍ଷ ନିଜ ଅସୀମ ଶକ୍ତିରେ ପୃଥିବୀକୁ ଉଠାଇ ସମୁଦ୍ର ଗର୍ଭରେ ତଳକୁ ନେଇଗଲା। ସମଗ୍ର ସୃଷ୍ଟି ଅନ୍ଧକାରରେ ବୁଡ଼ିଗଲା। ଚାରିଦିଗରେ କେବଳ ଜଳ ଓ ଅନ୍ଧକାର ଥିଲା। ପୃଥିବୀ ଦେବୀ ଭୟରେ କମ୍ପି ଉଠିଲେ। ପୃଥିବୀ ଦେବୀ କାନ୍ଦି କରି ଡାକିଲେ, ହେ ନାରାୟଣ, ମୋତେ ରକ୍ଷା କରନ୍ତୁ। ଅଧର୍ମ ମୋତେ ଗିଳି ଚାଲିଛି। ଯଦି ଆପଣ ନ ଆସନ୍ତି, ସୃଷ୍ଟିର ନାଶ ହୋଇଯିବ। ପୃଥିବୀର ଏହି ବିଳାପ ସମଗ୍ର ବ୍ରହ୍ମାଣ୍ଡରେ ଗୁଞ୍ଜି ଉଠିଲା। ଦେବତାମାନେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ଭୟଭୀତ ହୋଇ ବ୍ରହ୍ମଲୋକକୁ ଗଲେ। ଇନ୍ଦ୍ର କହିଲେ, ହେ ପରମ ପିତା ବ୍ରହ୍ମା, ହିରଣ୍ୟାକ୍ଷ ପୃଥିବୀକୁ ସମୁଦ୍ରରେ ବୁଡ଼ାଇ ଦେଇଛି। ଏବେ ସୃଷ୍ଟିକୁ କିଏ ବଞ୍ଚାଇବ? ବ୍ରହ୍ମା ଗଭୀର ଚିନ୍ତାରେ ପଡ଼ିଗଲେ। ସେ ବୁଝିପାରୁଥିଲେ ଯେ ଏହି ସଙ୍କଟର ସମାଧାନ କେବଳ ଜଣେ ହିଁ କରିପାରିବେ, ସ୍ୱୟଂ ଭଗବାନ ବିଷ୍ଣୁ। ସେ ଆଖି ବନ୍ଦ କରି ନାରାୟଣଙ୍କୁ ଧ୍ୟାନ କରିବାକୁ ଆରମ୍ଭ କଲେ। ସମଗ୍ର ବ୍ରହ୍ମାଣ୍ଡ ଭୟରେ ଅନ୍ଧକାରରେ ବୁଡ଼ି ଯାଇଥିଲା। ପୃଥିବୀ ସମୁଦ୍ର ଗର୍ଭରେ ଡୁବି ରହିଥିଲା। ଦେବତାମାନେ ଅସହାୟ ହୋଇ କରିଥିଲେ। ଚାରିଦିଗରେ କେବଳ ଗୋଟେ ହିଁ ପ୍ରାର୍ଥନା ଗୁଞ୍ଜୁଥିଲା, ହେ ନାରାୟଣ, ଆମକୁ ରକ୍ଷା କରନ୍ତୁ। ହେ ନାରାୟଣ, ଆମକୁ ରକ୍ଷା କରନ୍ତୁ। ହେ ନାରାୟଣ, ଆମକୁ ରକ୍ଷା କରନ୍ତେ। ବ୍ରହ୍ମଲୋକରେ ବ୍ରହ୍ମଦେବ ଗଭୀର ଧ୍ୟାନ ବ୍ୟବସ୍ଥିତ। ତାଙ୍କ ସମ୍ମୁଖରେ ସମସ୍ତ ଦେବତାମାନେ ହାତ ଯୋଡ଼ି ଠିଆ ହୋଇଥିଲେ। ଇନ୍ଦ୍ର କହିଲେ, ହେ ପିତାମହ, ଯଦି ପୃଥିବୀ ଏହିଭଳି ସମୁଦ୍ରରେ ବୁଡ଼ି ରହେ, ତେବେ ସୃଷ୍ଟିର ବିନାଶ ହୋଇଯିବ। ଅଗ୍ନିଦେବ କହିଲେ, ଯଜ୍ଞ ବନ୍ଦ ହୋଇଯାଇଛି। ଋଷିମାନେ ଭୟରେ ଲୁଚିଛନ୍ତି। ବାୟୁଦେବ କହିଲେ, ସମସ୍ତ ଲୋକରେ ଅଧର୍ମ ଅନ୍ଧକାର ବଢ଼ି ଚାଲିଛି। ବ୍ରହ୍ମା ଧୀରେ ଧୀରେ ଆଖି ଖୋଲିଲେ। ତାଙ୍କ ମୁହଁରେ ଚିନ୍ତା ସ୍ପଷ୍ଟ ଦେଖାଯାଉଥିଲା। ବ୍ରହ୍ମା କହିଲେ, ଏହି ସଙ୍କଟକୁ କେବଳ ଶ୍ରୀହରି ହିଁ ଦୂର କରିପାରିବେ। ଏହା କହି ସେ ପୁଣି ଧ୍ୟାନରେ ବସିଲେ। ହଠାତ୍ ଏକ ଅଦ୍ଭୁତ ଘଟଣା ଘଟିଲା। ବ୍ରହ୍ମା ଝିଙ୍କୁଥିବା ସମୟରେ ବ୍ରହ୍ମଙ୍କ ନାସାରୁ ଗୋଟେ ଛୋଟ ବରାହ ଶିଶୁ ବାହାରିଲା। ସମସ୍ତ ଦେବତା ଆଶ୍ଚର୍ଯ୍ୟରେ ତାହାକୁ ଦେଖିବାକୁ ଲାଗିଲେ। ଏହା କଣ? ଏହା ଏକ ଛୋଟ ବରାହ। ସେହି ଛୋଟ ବରାହ ହଠାତ୍ ବଢ଼ିବାକୁ ଲାଗିଲା। କିଛି ମୁହୂର୍ତ୍ତ ମଧ୍ୟରେ ତାର ଶରୀର ପର୍ବତ ପରି ବିଶାଳ ହୋଇଗଲା। ତାର ଆଖି ସୂର୍ଯ୍ୟ ପରି ତେଜସ୍ୱୀ ହୋଇଗଲା। ତାଙ୍କ ଶରୀରରୁ ଦିବ୍ୟ ଆଲୋକ ବାହାରିଲା। ତାହାପରେ ସେ ଏକ ଭୟଙ୍କର ଗର୍ଜନ କଲେ। ସେହି ଗର୍ଜନରେ ସମସ୍ତ ଦିଗ କମ୍ପି ଉଠିଲା। ପର୍ବତ ଥରହର ହୋଇ ଉଠିଲା। ସମୁଦ୍ରର ତରଙ୍ଗ ଉଚ୍ଚ ହୋଇଗଲା। ଦେବତାମାନେ ବୁଝିଗଲେ, ଏହା ସାଧାରଣ ବରାହ ନୁହେଁ, ଏହା ସ୍ୱୟଂ ଭଗବାନ ବିଷ୍ଣୁଙ୍କ ରୂପ। ଦେବତାମାନେ ସ୍ୱରରେ କହିଲେ, ଜୟ ଶ୍ରୀହରି, ଜୟ ବରାହ ଦେବ। ଦିବ୍ୟ ବରାହ ଆକାଶକୁ ଚାହିଁ ଗମ୍ଭୀର ସ୍ୱରରେ କହିଲେ, ଭୟ କରନ୍ତୁ ନାହିଁ, ମୁଁ ପୃଥିବୀକୁ ରକ୍ଷା କରିଦେବି। ତାଙ୍କ ଶବ୍ଦରେ ସମସ୍ତ ଦେବତାଙ୍କ ମନରେ ଆଶା ଫେରି ଆସିଲା। ମା ଲକ୍ଷ୍ମୀ ମଧ୍ୟ ଦିବ୍ୟ ହସରେ ବରାହ ଦେବଙ୍କୁ ଦେଖୁଥିଲେ। ମା ଲକ୍ଷ୍ମୀ କହିଲେ, ପ୍ରଭୁ, ଆପଣଙ୍କ ଲୀଳା ଅପାର। ଆପଣ ସଦା ଭକ୍ତଙ୍କ ରକ୍ଷା ପାଇଁ ଆସନ୍ତି। ବରାହଦେବ ହସିଲେ। ତାଙ୍କ ବିଶାଳ ଶରୀର ଆକାଶକୁ ଛୁଇଁଗଲା। ତାପରେ ସେ ସମୁଦ୍ର ଆଡ଼କୁ ଦେଖିଲେ। ସେ ଜାଣୁଥିଲେ ପୃଥିବୀ ଗଭୀର ପାତାଳରେ ଅଛି। ହଠାତ୍ ସେ ଏକ ବିଶାଳ ଲମ୍ଫ ମାରି ସମୁଦ୍ର ଭିତରକୁ ପ୍ରବେଶ କଲେ। ଦେବତାମାନେ ଆକାଶରୁ ସେହି ଅଦ୍ଭୁତ ଦୃଶ୍ୟ ଦେଖୁଛନ୍ତି। ଭଗବାନ ବରାହ ସମୁଦ୍ରର ଗଭୀର ଜଳ ଭିତରକୁ ପ୍ରବେଶ କଲେ। ତାଙ୍କ ବିଶାଳ ଶରୀର ଜଳକୁ ଚିରି ପାତାଳ ଆଡ଼କୁ ଯାଉଥିଲା। ସମୁଦ୍ରର ଭୟଙ୍କର ତରଙ୍ଗ ତାଙ୍କ ଗତିକୁ ରୋକି ପାରୁନଥିଲା। ଚାରିଦିଗରେ ଘୋର ଅନ୍ଧକାର ଥିଲା। ସମୁଦ୍ରର ଗଭୀରତାରେ ଅଜଣା ଜୀବମାନେ ରହୁଥିଲେ। କିନ୍ତୁ ବରାହ ଦେବଙ୍କ ଶରୀରରୁ ବାହାରୁଥିବା ଦିବ୍ୟ ଆଲୋକରେ ସମଗ୍ର ପାତାଳ ଚମକି ଉଠୁଥିଲା। କିଛି ସମୟ ପରେ ସେ ଦେଖିଲେ, ପୃଥିବୀ ଦେବୀ ସମୁଦ୍ରର ଗଭୀର ତଳେ ଅସହାୟ ହୋଇ ପଡ଼ିଛନ୍ତି। ତାଙ୍କ ଚାରିପଟେ ଅନ୍ଧକାର ଓ ଦୈତ୍ୟମାନେ ତାଙ୍କ ଚାରିପଟରେ ଅନ୍ଧକାର ଥିଲା ଓ ଦୈତ୍ୟମାନଙ୍କର ଆତଙ୍କ ଥିଲା। ପୃଥିବୀ ଦେବୀ ବରାହ ଦେବଙ୍କ ଦିବ୍ୟ ରୂପ ଦେଖି ଆନନ୍ଦରେ କାନ୍ଦି ପକାଇଲେ।
ପୃଥିବୀ ଦେବୀ କହିଲେ, ପ୍ରଭୁ ଆପଣ ଆସିବେ ମୋତେ ବଞ୍ଚାନ୍ତୁ। ଅଧର୍ମ ମୋତେ ଗିଳି ଚାଲିଛି। ବରାହଦେବ ନିଜ ବିଶାଳ ମୁଖ ନୁଆଇଁ କହିଲେ, ଭୟ କରନ୍ତୁ ନାହିଁ ଭୂଦେବୀ। ଯେ ପର୍ଯ୍ୟନ୍ତ ମୁଁ ଅଛି ଅଧର୍ମ କେବେ ବିଜୟୀ ହୋଇପାରିବ ନାହିଁ। ଏହା କହି ସେ ନିଜ ଦିବ୍ୟ ଦାନ୍ତରେ ପୃଥିବୀକୁ ଉଠାଇବାକୁ ଲାଗିଲେ। ସେହି ସମୟରେ ପାତାଳ ଲୋକରେ ଏକ ଭୟଙ୍କର ଗର୍ଜନ ଶୁଣାଗଲା। ହିରଣ୍ୟାକ୍ଷ କହିଲା, କିଏ ସାହସ କଲା ମୋ ପୃଥିବୀକୁ ନେଇଯିବାର? ସମଗ୍ର ପାତାଳକୁ କମ୍ପି ଉଠିଲା। କିଛି ମୁହୂର୍ତ୍ତ ପରେ ହିରଣ୍ୟାକ୍ଷ ନିଜ ବିଶାଳ ଗଦା ନେଇ ସେଠାରେ ପହଞ୍ଚିଲା। ତାଙ୍କ ଆଖିରେ ବୋଧୁ ତାର ଆଖି ପୃଥିବୀରେ ଲାଲ ହୋଇଯାଇଥିଲା। ସେ ବରାହକୁ ଦେଖି କ୍ରୋଧରେ ହସିଲା। ହା ହା ହା, ଏକ ବନ୍ୟ ପଶୁ ମୋ ସହ ଯୁଦ୍ଧ କରିବାକୁ ଆସିଛି। ଦୈତ୍ୟମାନେ ମଧ୍ୟ ହସିବାକୁ ଲାଗିଲେ। କିନ୍ତୁ ବରାହଦେବ ସମ୍ପୂର୍ଣ୍ଣ ଶାନ୍ତ ଥିଲେ। ବରାହଦେବ କହିଲେ, ହିରଣ୍ୟାକ୍ଷ, ତୋର ଅହଙ୍କାର ତୋର ବିନାଶର କାରଣ ହେବ। ପୃଥିବୀ ସମସ୍ତ ଜୀବଙ୍କ ମା, ତୁ ତାକୁ ବନ୍ଦୀ କରିଛୁ। ଏହା ଅଧର୍ମ। ହିରଣ୍ୟାକ୍ଷ କ୍ରୋଧରେ ଗର୍ଜି ଉଠିଲା। ଏହି ସୃଷ୍ଟିର ସ୍ୱାମୀ ମୁଁ। ଦେବତାମାନେ ମୋର ଭୟରେ ଲୁଚୁଛନ୍ତି, ଆଉ ତୁ ଏକ ପଶୁ ହୋଇ ମୋତେ ଉପଦେଶ ଦେଉଛୁ। ବରାହଦେବ ଗମ୍ଭୀର ସ୍ୱରରେ କହିଲେ, ମୁଁ ସାଧାରଣ ପଶୁ ନୁହେଁ। ମୁଁ ସେହି ଶକ୍ତି ଯେ ଧର୍ମ ରକ୍ଷା ପାଇଁ ଆସେ। ଏହି କଥା ଶୁଣି ହିରଣ୍ୟାକ୍ଷ କିଛି ସମୟ ପାଇଁ ଚୁପ୍ ରହିଗଲା। ହିରଣ୍ୟାକ୍ଷ, ଏହି ଶକ୍ତି, ଏହି ତେଜ, ଏ କି ସ୍ୱୟଂ ବିଷ୍ଣୁ? କିନ୍ତୁ ତାହାର ଅହଙ୍କାର ସତ୍ୟକୁ ସ୍ୱୀକାର କରିବାକୁ ଦେଲା ନାହିଁ। ହିରଣ୍ୟାକ୍ଷ କହିଲା, ଯଦି ଶକ୍ତି ଅଛି ତେବେ ମୋ ସହ ଯୁଦ୍ଧ କର। ବରାହଦେବ କହିଲେ, ପ୍ରଥମେ ମୁଁ ପୃଥିବୀକୁ ସୁରକ୍ଷିତ କରିବି, ତାପରେ ତୋର ଅହଙ୍କାର ଶେଷ କରିବି। ଏହା ଶୁଣି ହିରଣ୍ୟାକ୍ଷ ଅଗ୍ନି ପରି ଜଳିଗଲା। ପାତାଳ ଲୋକର ଅନ୍ଧକାରରେ ମଧ୍ୟ ଦୁଇ ମହାନ ଶକ୍ତି ସାମ୍ନାସାମ୍ନି ଠିଆ ହୋଇଥିଲେ। ଏକ ପଟେ ଅହଙ୍କାର ଓ ଅଧର୍ମର ପ୍ରତୀକ ହିରଣ୍ୟାକ୍ଷ, ଅନ୍ୟପଟେ ସମସ୍ତ ସୃଷ୍ଟିର ରକ୍ଷକ ଭଗବାନ ବରାହ। ସମୁଦ୍ରର ଜଳ ଭୟରେ ଥରହର ହୋଇ କମ୍ପୁଥିଲା। ଦେବତାମାନେ ଆକାଶରୁ ଏହି ମହାଯୁଦ୍ଧ ଦେଖୁଥିଲେ। ହିରଣ୍ୟାକ୍ଷ କ୍ରୋଧରେ ଗର୍ଜି ଉଠିଲା। ହିରଣ୍ୟାକ୍ଷ କହିଲା, ହେ ବରାହ, ତୁ ମୋ ସହ ଯୁଦ୍ଧ କରୁଛୁ? ଆଜି ତୋର ମୃତ୍ୟୁ ନିଶ୍ଚିତ। ଏହା କହି ନିଜ ବିଶାଳ ଗଦାକୁ ବଜ୍ର ପରି ବରାହଦେବଙ୍କ ଆଡ଼କୁ ଫିଙ୍ଗିଦେଲା। ଭୟଙ୍କର ଶବ୍ଦ ହେଲା, କିନ୍ତୁ ବରାହଦେବ ସହଜରେ ସେହି ଆଘାତକୁ ରୋକିଦେଲେ। ତାଙ୍କ ଆଖିରେ କ୍ରୋଧ ନୁହେଁ, କେବଳ ଧର୍ମର ତେଜ ଦେଖାଯାଉଥିଲା। ବରାହଦେବ କହିଲେ, ହିରଣ୍ୟାକ୍ଷ, ଏହା ତୋର ଶେଷ ସୁଯୋଗ। ଅହଙ୍କାର ଛାଡ଼, ଧର୍ମ ପଥକୁ ଫେରିଆ। ହିରଣ୍ୟାକ୍ଷ ଜୋରରେ ହସିଲା। ଧର୍ମ? ଶକ୍ତି ହିଁ ସତ୍ୟ। ଆଉ ସବୁଠାରୁ ବଡ଼ ଶକ୍ତି ମୋର। ଏହା କହି ପୁଣି ଆକ୍ରମଣ କଲା। ଦୁଇ ଜଣଙ୍କ ମଧ୍ୟରେ ଗଦାଯୁଦ୍ଧ ହେଲା। ସମୁଦ୍ରର ଜଳ ଉଚ୍ଚରେ ଉଡ଼ିଗଲା। ପର୍ବତ ସମାନ ପାହାଡ଼ ଭାଙ୍ଗିବାକୁ ଲାଗିଲା। ଦେବତାମାନେ ଚିନ୍ତାରେ ପଡ଼ିଗଲେ। ଇନ୍ଦ୍ର କହିଲେ, ହିରଣ୍ୟାକ୍ଷର ଶକ୍ତି ବହୁତ ଭୟଙ୍କର। ବ୍ରହ୍ମା କହିଲେ, କିନ୍ତୁ ଶ୍ରୀହରିଙ୍କ ଲୀଳା ଅପାର। ଅଧର୍ମର ନାଶ ନିଶ୍ଚିତ। ଯୁଦ୍ଧ ଆହୁରି ଭୟଙ୍କର ହେବାକୁ ଲାଗିଲା। ହିରଣ୍ୟାକ୍ଷ କେବେ ଗଦାରେ, କେବେ ତ୍ରିଶୂଳରେ, କେବେ ଖଣ୍ଡାରେ, କେବେ ମାୟାବୀ ଶକ୍ତିରେ ଆକ୍ରମଣ କରୁଥିଲା। ସେ ଏକ ଭୟଙ୍କର ମାୟା ସୃଷ୍ଟି କଲା। ଚାରିଦିଗରେ ଅନ୍ଧକାର ଛାଇଗଲା। ଆକାଶରେ ଅଗ୍ନି ବର୍ଷା ହେବାକୁ ଲାଗିଲା। ଦୈତ୍ୟମାନେ ଖୁସିରେ ହସିଲେ। ଦୈତ୍ୟ ସେନା କହିଲେ, ମହାରାଜ ହିରଣ୍ୟାକ୍ଷଙ୍କର ଜୟ, ମହାରାଜ ହିରଣ୍ୟାକ୍ଷଙ୍କର ଜୟ। କିନ୍ତୁ ବରାହଦେବ ଶାନ୍ତ ଭାବେ ନିଜ ଦିବ୍ୟ ଶକ୍ତି ପ୍ରକାଶ କଲେ। ତାଙ୍କ ଶରୀରରୁ ବାହାରୁଥିବା ଆଲୋକ ସମସ୍ତ ଅନ୍ଧକାରକୁ ନଷ୍ଟ କରିଦେଲା। ବରାହଦେବ କହିଲେ, ଅଧର୍ମ କେତେ ବଡ଼ ହେଉ, ସତ୍ୟର ଆଲୋକ ସାମ୍ନାରେ ରହିପାରେ ନାହିଁ। ଏହା କହି ସେ ଭୟଙ୍କର ବେଗରେ ହିରଣ୍ୟାକ୍ଷ ଉପରେ ଆକ୍ରମଣ କଲେ। ଦୁଇ ଜଣଙ୍କ ମଧ୍ୟରେ ଘୋର ସଂଘର୍ଷ ଚାଲିଲା। ଗଦା, ତ୍ରିଶୂଳ, ଖଣ୍ଡାରେ ଚାଲିଲା ଯୁଦ୍ଧ। ପାତାଳ ଲୋକ କମ୍ପି ଉଠିଥିଲା। ଧୀରେ ଧୀରେ ହିରଣ୍ୟାକ୍ଷ କ୍ଳାନ୍ତ ହେବାକୁ ଲାଗିଲେ। କିନ୍ତୁ ତାହାର ଅହଙ୍କାର ଏବେ ମଧ୍ୟ ଶେଷ ନଥିଲା। ହିରଣ୍ୟାକ୍ଷ କହିଲା, ମୁଁ କେବେ ମଧ୍ୟ ହାରିପାରିବି ନାହିଁ।
ବରାହଦେବ ଏକ ଭୟଙ୍କର ଗର୍ଜନ କଲେ। ସେ ଗର୍ଜନରେ ସମସ୍ତ ବ୍ରହ୍ମାଣ୍ଡ ନିସ୍ତବ୍ଧ ହୋଇଗଲା। ପାକାଳ ଲୋକର ଭୟଙ୍କର ନୀରବତା ଛାଇଗଲା। କିଛି ମୁହୂର୍ତ୍ତ ପୂର୍ବରୁ ଯେଉଁଠାରେ ଯୁଦ୍ଧ ଗର୍ଜନ ଶୁଣାଯାଉଥିଲା, ସେଠାରେ ଏବେ କେବଳ ହିରଣ୍ୟାକ୍ଷର ଭାରୀ ଶ୍ୱାସର ଶବ୍ଦ ଶୁଣାଗଲା। ଭଗବାନ ବରାହ ହିରଣ୍ୟାକ୍ଷର ବଦ୍ଧ କଲେ ଓ ହିରଣ୍ୟାକ୍ଷକୁ ଓ ତାପରେ ଭୂଦେବୀଙ୍କୁ ଆଣି ତାଙ୍କର ଠିକ୍ ସ୍ଥାନରେ ସ୍ଥାପନା କଲେ। ଏହା ଥିଲା ଭଗବାନ ବରାହଙ୍କର ଲୀଳା। ଯଦି ଆପଣ ଏହିପରି 10 ଅବତାରର ବିଭିନ୍ନ ଭିଡ଼ିଓ ଚାହୁଁଛନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀ ହରି।